ସତ୍ୟନାରାୟଣ ସ୍ୱାମୀଙ୍କର ଜୟାନନ୍ଦ କବାର ହରିବୋଲ। ଭଗବାନଙ୍କର ଯେଉଁ ଭକ୍ତ ଅଛନ୍ତି ଆରତି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ, ଚାରି ପ୍ରକାର ଯେଉଁ ଭକ୍ତ ଭଗବାନ ଗୀତାରେ କହିଲେ ଚତୁର୍ବିଧା ଭଜନ୍ତି ମଂ ଜନାସୁ କୀର୍ତିନୋର୍ଜୁନମ୍ ଆରତି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀଚଂ ଭରତର୍ଷଭ। ଅର୍ଥାତ୍ ଆରତି ଭକ୍ତର ଲକ୍ଷଣ କ'ଣ? ଭକ୍ତ ଜାଣିଛି ଏ ଧରା ପୃଷ୍ଠରେ ତାର ନିଜର ବୋଲି କେହି ନାହିଁ, ତେଣୁ ସେ ସଂସାର ସାଗରରେ କାହା ଉପରେ ଭରସା ନ କରିପାରି ପରମ ବ୍ରହ୍ମ ଭଗବାନଙ୍କ ଉପରେ ହିଁ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିଥାଏ। ତେଣୁ ସେ ସୁଖରେ ଦୁଃଖରେ ଭଲରେ ମନ୍ଦରେ ସେହି ପରମ ବ୍ରହ୍ମଙ୍କୁ ହିଁ ଚିନ୍ତନ କରିଥାଏ। ଘୋର ବନରେ ମୃଗୁଣୀର ଆର୍ତ ଚିତ୍କାର ସେଦିନ ପରମ ବ୍ରହ୍ମଙ୍କର ସ୍ୱର୍ଣ୍ଣ ସିଂହାସନକୁ ଥରାଇ ଦେଇଥିଲା, ଯାହାଫଳରେ କି ସ୍ୱର୍ଣ୍ଣ ସିଂହାସନ ମଧ୍ୟ ଥରି ଉଠିଥିଲା। ସମୁଦ୍ରରେ ସ୍ନାନରତ ଗଜରାଜର ଆକୁଳ କ୍ରନ୍ଦନ ସହି ନ ପାରି ଅମୃତ ମଣେଇକୁ ତ୍ୟାଗ କରି ମର୍ତ୍ତ୍ୟମଣ୍ଡଳରେ ଅବସ୍ଥାନ କରି ଗଜରାଜକୁ ଉଦ୍ଧାର କରିଦେଇଥିଲେ। ସେ ଭବସମୁଦ୍ର ନଦୀ ଗର୍ଭରେ ଯେଉଁ ଗଜ ଆର୍ତରେ ଡାକିଥିଲା, ତେଣୁ ଯିଏ ତାଙ୍କୁ ଆର୍ତ ଭାବରେ ପ୍ରାର୍ଥନା କରିଛନ୍ତି ସେ ଆର୍ତର ଫଳପ୍ରାପ୍ତ ଦେଇଛନ୍ତି ମଧ୍ୟ ଆଉ ପ୍ରାପ୍ତ ଭକ୍ତ ହେଇଛନ୍ତି। ଅର୍ଥାର୍ଥୀ ଭକ୍ତ କ'ଣ? ଅର୍ଥକାମୀ ସୁଦାମା ସିନା ସଂକୋଚ ପ୍ରକାଶ କଲା ଦରିଦ୍ରତା ପାଇଁ, ମାଗିବ ବୋଲି ମାଗିପାରିଲା ନାହିଁ। କେମିତି ବା ସେ ମାଗି ପାରିଥାନ୍ତା? ପତ୍ନୀର ଗୁହାରି ଯେତେ ସବୁ ସହିଯାଇ ମଥା ପାତି ଦିଏ। ମନେ ମନେ ଭାବେ ବନ୍ଧୁ ମୋର ଅନ୍ତର୍ଯାମୀ ପରା, ଏ ସଂସାରରେ ଚହଳ ଗହଳ ପଡ଼ିଛି, ସେ କ'ଣ କିଛି ଜାଣିପାରୁନାହାନ୍ତି? ଭକ୍ତଙ୍କର ପରୀକ୍ଷା କାଳେ କାଳେ ଭଗବାନଙ୍କ ପାଖରେ। ଗୃହକୁ ଫେରିଲେ ସ୍ତ୍ରୀର ଗୁହାର ଯେ ତୁମେ ତୁମ ବନ୍ଧୁଙ୍କୁ ଆମ ଦରିଦ୍ରତା ବିଷୟରେ କିଛି କୁହ। ସ୍ତ୍ରୀ ପାଖକୁ ଆସିଲେ ସ୍ତ୍ରୀ ଗୁହାର କରେ, ଆମ ଦରିଦ୍ରତା ବିଷୟରେ ତୁମେ ପ୍ରଭୁଙ୍କୁ କିଛି କୁହ, ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ। କହିବେ ଭାବି କହିପାରନ୍ତିନି। ପୁଣି ଗୃହକୁ ଫେରି ପେଟରେ ଓଦା କନା ଦେଇ ଶୋଇବାକୁ ହେବ। କେତେଦିନ ଆଉ ଦୁଃଖ? ଓଡ଼ିଆ ଭାଗବତରେ ସୁନ୍ଦର କଥାଟି ଉଲ୍ଲେଖ ଅଛି। କ'ଣ ସେ କଥାଟି? ନା, ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ। ବନ୍ଧୁଆର ଚନ୍ଦ୍ର ବଦନକୁ ଥରେ ଦେଖିଦେଲେ, ତାର ଢଳ ଢଳ ତାଙ୍କ ଚାହାଣୀକୁ ଥରେ ଚାହିଁଦେଲେ ତାର ଦୁଃଖ ଦୂର ହୋଇଯାଏ। ହଁ, ଭୁଲ କହିଲେ। କେବଳ ମନ ହୋଇ କ'ଣ ହବ? ମନ ଯଦି ପ୍ରଭୁଙ୍କ ପାଖରେ ନ ଲାଗେ, ତେଣୁ ସେଇ ପ୍ରଭୁକୁ ବନ୍ଧୁ ଭାବନା କରି ସୁଦାମା ଭକ୍ତ ବନ୍ଧୁଙ୍କର ଚନ୍ଦ୍ରବଦନକୁ ଥରେ ଦେଖିଦେଲେ, ତାର ଢଳ ଢଳ ବାଙ୍କ ଚାହାଣୀକୁ ଥରେ ଚାହିଁଦେଲେ ସବୁ ଦୁଃଖ ଦୂର ହୋଇଯାଏ ବୋଲି ଭାବି ନିଅନ୍ତି। କ'ଣ ବା କହିବେ? କି ଧନ ତାଙ୍କୁ ମାଗିବେ? ସବୁ କଥା ମନରୁ ପାସୋରି ଦେଇ ଏ ଡାଳରୁ ସେ ଡାଳକୁ ଡାଳ ମାଙ୍କୁଡ଼ି ଖେଳୁ ଖେଳୁ ସଞ୍ଜ ନେଇଯାଏ। କ'ଣ ଯେ ଏଇ ବନ୍ଧୁଙ୍କୁ କହିବେ? ଏମିତି ଦିନ ପରେ ଦିନ ବିତେ। ବନ୍ଧୁ ତାର ଗୋପରୁ ଯାଇ ମଥୁରା କଟକରେ ରାଜା ହେଲେଣି। ସେ କ'ଣ ତାର କଥା ମନେ ରଖିନଥିବେ? ସେ କ'ଣ ତାର କଥା ମନେ ରଖିଥିବେ? ନା, ଛିଣ୍ଡା କତରାରେ ପଡ଼ି ପଡ଼ି ଦାରିଦ୍ର୍ୟତାର କଷାଘାତରେ ଆକୁଳ କ୍ରନ୍ଦନ କରେ ସେ। ସତେ କ'ଣ ତାର ବନ୍ଧୁ ଅନ୍ତର୍ଯାମୀ ହେବେ? ତାର ଅନ୍ତରର ଦୁଃଖ ଦୂର କରିବେ? ମନ କଥା ମନରେ ରଖି ପତ୍ନୀର ହାତ ତିଆରି ଖୋଦଭଜା ମୁଠେ କାନିରେ ବାନ୍ଧି ଦ୍ୱାରିକା କଟକର ରାଜଦ୍ୱାରେ ଦରିଦ୍ର ସୁଦାମା ଦେଖନ୍ତୁ, ଯିଏ ବିଶ୍ୱର ସର୍ବମୟ କର୍ତ୍ତା, ସେ ଆଜି ଆସୁଛନ୍ତି
ଦରିଦ୍ର ସୁଦାମାକୁ ବନ୍ଧୁ ପ୍ରେମରେ ପାଛୋଟି ନେବା ପାଇଁ ଆନନ୍ଦରେ କୋଳେଇ ନେଇ ଯାଉଛନ୍ତି ପ୍ରଭୁ। ବନ୍ଧୁ ପ୍ରେମରେ ଛଳ ଛଳ ହୋଇ ପ୍ରେମାଂଶରୁ ଖସି ପଡ଼ୁଛି। ସବୁ ଭୁଲି ଯାଇ ସୁଦାମା ସେଇ ଚନ୍ଦ୍ରବଦନକୁ ଦର୍ଶନ କରି ଭଗବାନଙ୍କର ଛାତିରେ ମଥା ରଖି ଭାବୁଛି, ବନ୍ଧୁ ମୋର ଦ୍ୱାରିକାରେ ଅଧିପତି। ସତେ କ'ଣ ସିଏ ଦରିଦ୍ର ସୁଦାମାର ଖୁଦ ଭଜାକୁ ମନେ ରଖିଛନ୍ତି? ସୁଦାମା ସଂକୋଚରେ ପ୍ରକାଶ କରିପାରୁନାହିଁ। ବନ୍ଧୁ ତାର ରାଜକୀୟ ବିଳାସ ବ୍ୟସନରେ ତା ଦରିଦ୍ର କୁଟିଆର ଖୁଦ ମୁଠାକୁ ଭୁଲି ଯାଇଥିବେ ବୋଧେ। କିନ୍ତୁ ସେ ତ ଅନ୍ତର୍ଯ୍ୟାମୀ, ଭକ୍ତର ଭାବରେ ସେ ବନ୍ଧା। ତାଙ୍କର ବା କେଉଁଥିରେ ଅଭାବ? ଯିଏ ସ୍ୱର୍ଣ୍ଣମୟ ବିଶ୍ୱକୁ ସୁନ୍ଦର କରି ଖଞ୍ଜି ଦେଇଛି ବିଶ୍ୱ ଜଗତ ତା ପାଇଁ, ତାକୁ ବା କ'ଣ ବାନ୍ଧିପାରେ ଦ୍ୱାରିକାର ଛାର ଐଶ୍ୱର୍ଯ୍ୟ? ସେ ତ ଭକ୍ତର ଭାବରେ ଖୁସି, ଭକ୍ତର ଦୁଃଖରେ ଦୁଃଖୀ। କଥାର ଛଳରେ ସ୍ୱର୍ଣ୍ଣ ଆସନରେ ବସାଇ ଦେଇ ଛିଣ୍ଡା ଗାମୁଛାରୁ ସାଉଁଟି ନେଇ ଖୁଦ ମୁଠାକ ଆନନ୍ଦରେ ଚଳୁ କରିଦେଲେ ପ୍ରଭୁ। ଆନନ୍ଦରେ ଝରି ଯାଉଥିଲା ଦରିଦ୍ର ସୁଦାମାର ଦୁଇ ଆଖିରୁ ଲୋତକର ବିନ୍ଦୁ। ଏତେ ଦିନ ପରେ ପ୍ରଭୁ ତାର ଦୁଃଖ ଜାଣିଛନ୍ତି। ଯେ ଦ୍ୱାରିକାର ରାଜା କୃଷ୍ଣଚନ୍ଦ୍ରଙ୍କର ପରମ ପ୍ରିୟ ବନ୍ଧୁ, ତାର କି ଆଉ ଦରିଦ୍ରତା ରହେ? ଯିଏ ଥରେ ପ୍ରଭୁଙ୍କର ସ୍ୱର୍ଣ୍ଣ ସିଂହାସନରେ ଆସୀନ ହୋଇଛି, ତା ପାଇଁ ଦରିଦ୍ରତାର କିବା ଛାର କଥା। ତେଣୁ ସେହି ପରମ ପ୍ରେମମୟ ଭଗବାନଙ୍କୁ ଯିଏ ଯେଉଁପରି ଡାକିଛି, ସେ ସେମିତି ତାଙ୍କୁ ପାଇଛି। ସୁଦାମା ଅର୍ଥାର୍ଥୀ ଭାବରେ ଉଦ୍ଧାର ପାଇଗଲେ। ଏ ଥିଲା ଆର୍ତି ଏବଂ ଅର୍ଥାର୍ଥୀ ଭକ୍ତଙ୍କର ଦ୍ୱିପଦ କଥା। କହିବାର ତାତ୍ପର୍ଯ୍ୟ, ଠାକୁର ଲେଖିଲେ, ସଂସାରେ ଯେ ବନ୍ଧୁ ଦେବା ନେବା ବନ୍ଧୁ, ନଦେଲେ ନ ନେଲେ କିଏ କାହାର। ତୁମ୍ଭ ପରି ବନ୍ଧୁ କିଏ ସେ ହେବ କି, ପୂର୍ଣ୍ଣ କରିଦେବ ସୁଦାମାପୁର ଦୀନ ବନ୍ଧୁ ହେ। ଏ ଥିଲା ଆର୍ତି ଏବଂ ଅର୍ଥାର୍ଥୀ ଭକ୍ତର ଭାବ ଭଗବାନଙ୍କ ପାଇଁ କିଭଳି ଥିଲା। ଜିଜ୍ଞାସୁ ଭକ୍ତ ଜିଜ୍ଞାସୁ ଭାବରେ ଉଦ୍ଧବ ମହାରଥୀ ଅର୍ଜୁନଙ୍କୁ ସ୍ୱ ଭାବରେ ସନ୍ତୁଷ୍ଟ ବା ଜିଜ୍ଞାସା ପୂର୍ଣ୍ଣ କରି ପ୍ରଭୁ ଉଦ୍ଧାର କରିଥିଲେ। ଧର୍ମକ୍ଷେତ୍ର କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ମୋହଗ୍ରସ୍ତ ଅର୍ଜୁନ ଶସ୍ତ୍ରତ୍ୟାଗ ପୂର୍ବକ ଯୁଦ୍ଧ ବିମୁଖ ହେବାରୁ ଭଗବାନ କୃଷ୍ଣଚନ୍ଦ୍ର ଆତ୍ମତତ୍ତ୍ୱ ଦର୍ଶନ, ଆତ୍ମତତ୍ତ୍ୱ ବର୍ଣ୍ଣନା ଛଳରେ ତାଙ୍କର ଭକ୍ତ ହେବା ପାଇଁ, ତାଙ୍କରିଠାରେ ଶରଣ ପଶିବା ପାଇଁ ପରାମର୍ଶ ଦେଇ ଦ୍ୱିତୀୟ ପାଣ୍ଡବ ଅର୍ଜୁନଙ୍କର ଜିଜ୍ଞାସାକୁ ନେତ୍ର ଖୋଲି ଯାଇଥିଲା। ତାଙ୍କରିଠାରେ ଶରଣ ପଶିବା ପାଇଁ ପରାମର୍ଶ ଦେଉ ଦେଉ ଦ୍ୱିତୀୟ ପାଣ୍ଡବ ଅର୍ଜୁନଙ୍କର ଜିଜ୍ଞାସା ନେତ୍ର ଖୋଲି ଯାଇଥିଲା। ସେ ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ବାଣରେ ବ୍ରହ୍ମାଣ୍ଡର ସର୍ବତତ୍ତ୍ୱକୁ ରଖିଦେଇଛନ୍ତି। ଶ୍ରୀ ମଧୁସୂଦନଙ୍କ ସମ୍ମୁଖରେ ଭକ୍ତି ଭାବରେ ନମ୍ର ନିବେଦନ ପୂର୍ବକ ସେ କହୁଛନ୍ତି, ପ୍ରଭୁ ହେ ବିନୋଦୀ ବିହାରୀ, ହେ ଭକ୍ତ ପ୍ରିୟ ମାଧବ, ଏ ସାରା ବିଶ୍ୱର ତତ୍ତ୍ୱ କ'ଣ? ଏହା କିପରି ପରିଚାଳିତ? ଭଗବାନ ଶ୍ରୀମୁଖରେ ମୃଦୁମନ୍ଦ ହାସ୍ୟରେଖା ଖେଳାଇ କହିଥିଲେ, ହେ ଅର୍ଜୁନ, ତୋତେ ଏତେ ବୁଝାଇଲେ ତୋ ମନ ବୁଝେ ନାହିଁ। ଏବେ ତୁ ମୋ ମୁଖମଣ୍ଡଳରେ ଚରାଚର ବିଶ୍ୱକୁ ଦର୍ଶନ ପୂର୍ବକ ମୋର ବିଶ୍ୱରୂପ ଦର୍ଶନ କର। ଜିଜ୍ଞାସୁ ନେତ୍ରରେ ତାହାର ପଲକ ପଡ଼ିଯାଇଥିଲା। ପ୍ରଭୁଙ୍କର ପାଦ ତଳେ ପଡ଼ିଯାଇ କହି ଉଠିଥିଲେ, ହେ ପ୍ରଭୁ, ହେ ବିଶ୍ୱନିୟନ୍ତା, ତୁମେ ଆଜି ଅଧମର ଜିଜ୍ଞାସୁର ଜିଜ୍ଞାସା ପୂର୍ଣ୍ଣ କରିଦେଲ। ସତରେ କେଡ଼େ ପ୍ରେମମୟ ପ୍ରଭୁ, ଦୟାମୟ କରୁଣା ସାଗର ଶ୍ରୀହରି। ଅର୍ଜୁନର ତତ୍ତ୍ୱ ଜିଜ୍ଞାସାରେ ବିଶ୍ୱ ସୃଷ୍ଟ ସର୍ବ ରହସ୍ୟ ଉନ୍ମୁକ୍ତ କରାଇ ଭକ୍ତର ପ୍ରେମରେ ବିଶ୍ୱରୂପ ଦର୍ଶନ କରାଇଲେ। ଯେଉଁ ରୂପର ଝଲକ ମାତ୍ର ଦର୍ଶନ କରିବା ପାଇଁ ହର ବ୍ରହ୍ମାଙ୍କର ଯୁଗ ଯୁଗର ତପସ୍ୟା, ତାର ସହସ୍ର ସହସ୍ର ଗୁଣ ରୂପ ଦର୍ଶନ କରି ଜିଜ୍ଞାସୁ ଭକ୍ତ ତାର ପ୍ରଶ୍ନ ବାଣରେ
ସେ ଭକ୍ତ ପରାଧୀନ ଭଗବାନ, ସେ ଭକ୍ତ ପରାଧୀନ ଭଗବାନ, ଭକ୍ତର ଭକ୍ତି ସେ ବାଇ, ଭକ୍ତର ବା ଆଉ କିସ ଲୋଡ଼ା। ସୃଷ୍ଟି ସ୍ଥିତି ପ୍ରଳୟର ସର୍ବମୟ କର୍ତ୍ତା ଯାହାଙ୍କର ଭକ୍ତିରେ ବନ୍ଧା, ତାହାର ଅବା ଆଉ କିସ ଲୋଡ଼ା ଏ ସଂସାର ସାଗରରେ କହିଲ। ସେ ଭକ୍ତ ପ୍ରିୟ ମାଧବ, ଭକ୍ତ ତାଙ୍କୁ ଯେମିତି ଭାବରେ ଡାକିଛି ସେ ସେହିପରି ଭାବରେ ଦର୍ଶନ ଦେଇ ଭକ୍ତଙ୍କୁ ଉଦ୍ଧାର କରି ଭକ୍ତବତ୍ସଳ ବାନା ଫର ଫର କରି ଉଡ଼ାଇଛନ୍ତି। ଉଦ୍ଧବ ଯେମିତି କହିଥିଲେ କୃଷ୍ଣ ମଧ୍ୟ ବୁଝାଇଥିଲେ, ଅର୍ଜୁନ ପ୍ରଶ୍ନ କରିଥିଲେ କୃଷ୍ଣ ମଧ୍ୟ ବୁଝାଇଥିଲେ। ଏଥିଲେ ଉଦ୍ଧବ ଏବଂ ଅର୍ଜୁନ ଭଗବାନଙ୍କୁ ଜିଜ୍ଞାସା କରି ପ୍ରାପ୍ତ ହୋଇଥିଲେ। ଜ୍ଞାନୀ ଭକ୍ତ ହେଉଛନ୍ତି ଜଡ଼ଭରତ। ଜଡ଼ଭରତଙ୍କୁ ଜ୍ଞାନ ନେତ୍ର ଦର୍ଶନ ଦେଇ ଭକ୍ତ ଉଦ୍ଧାର ନାମ ଟେକ ରଖିଛନ୍ତି ମହାପ୍ରଭୁ। ଜ୍ଞାନୀ ଭକ୍ତ ଈଶ୍ୱରଙ୍କୁ ସର୍ବଭୂତରେ ଦର୍ଶନ କରିଥାନ୍ତି। ଜଳ, ସ୍ଥଳ, ବାୟୁ, ଅଗ୍ନି ସକଳ ଜୀବ ଜଗତରେ ସେ ଈଶ୍ୱରଙ୍କର ସତ୍ତା ଅନୁଭବ କରନ୍ତି। ତେଣୁ ଜ୍ଞାନୀ ଭକ୍ତର ସପକ୍ଷରେ ଠାକୁର ଶ୍ରୀ ଶ୍ରୀ ଅଭିନ୍ନ ସୁନ୍ଦର କ'ଣ ଲେଖିଛନ୍ତି ଆସନ୍ତୁ ପଢ଼ିବା। ସର୍ବସ୍ଥାନେ ଥାଅ ବୋଲି ସମତା କରଇ, ସର୍ବସ୍ଥାନେ ଥାଅ ବୋଲି ସତ୍ୟ କହୁଥାଇ, ତୁମ ପାଇଁ ସବୁ ନୀତି, ତୁମେ ମୋର ଧର୍ମ ବୃକ୍ଷ ପରାଣ ସମ୍ପତ୍ତି। ଶାସ୍ତ୍ର କହେ ଜ୍ଞାନୀ ଭକ୍ତମାନେ ସର୍ବଦା ଭଗବାନଙ୍କ ପ୍ରତି ଆସକ୍ତ ଓ ମରଣଶୀଳ ସଂସାର ସାଗରକୁ ଜୟ କରି ଭଗବାନଙ୍କ ଠାରେ ଅଚଳା ଭକ୍ତି କରିଥାନ୍ତି। ତେଣୁ ସେ ଭଗବାନଙ୍କର ଅତିଶୟ ପ୍ରିୟ ଏବଂ ଭଗବାନ ମଧ୍ୟ ତାଙ୍କର ଅତି ପ୍ରିୟତର ଅଟନ୍ତି। ଜଡ଼ଭରତ ଯେପରି ସୂର୍ଯ୍ୟ ଉଦୟରେ, ଅସ୍ତରେ, କ୍ଷୁଧାରେ, ପିପାସାରେ, ସୁଖରେ ଦୁଃଖରେ କିଛି ବି ଯାଏ ଆସେ ନା, ତାଙ୍କର ସବୁବେଳେ ସମାନ ଦୃଷ୍ଟି ଭଗବାନଙ୍କୁ ଦେଖୁଥିଲେ। ସକଳ ବସ୍ତୁରେ ପରମ ବ୍ରହ୍ମଙ୍କୁ ଦର୍ଶନ କରିଥାନ୍ତି। ସର୍ବ ସମୟରେ ସେହି ପରମ ବ୍ରହ୍ମଙ୍କର ଉପସ୍ଥିତି ଅନୁଭବ କରନ୍ତି। ଏହି ଜ୍ଞାନରେ ଭଗବତ ପ୍ରାପ୍ତି ହୋଇଥାଏ। ଜ୍ଞାନୀ ଭକ୍ତ ସେହି ଜ୍ଞାନରେ ଉଦାର ସ୍ୱଭାବପନ୍ନ ଆତ୍ମ ସ୍ୱରୂପବାନ ହୋଇ ଭଗବାନଙ୍କୁ ଆଶ୍ରୟ କରି ଭଗବାନଙ୍କ ଭିନ୍ନ ଅନ୍ୟ କୌଣସି ଫଳ ଆଶା କରନ୍ତି ନାହିଁ। ତେଣୁ ଶାସ୍ତ୍ର କହେ ଜ୍ଞାନୀମାନଙ୍କୁ ଆତ୍ମସ୍ୱରୂପରେ ଅଥବା ନେତ୍ରରେ ଈଶ୍ୱର ଦର୍ଶନ ଦେଇ ତାଙ୍କର ଭକ୍ତବତ୍ସଳ ନାମର ମର୍ଯ୍ୟାଦା ରଖିଥାନ୍ତି। ତେଣୁ ଭକ୍ତ କହେ ପ୍ରଭୁ ହେ ବିଶ୍ୱକର୍ତ୍ତା, ହେ ବିଶ୍ୱବିହାରୀ, ତୁମେ ମୋର ପ୍ରାଣର ପ୍ରାଣ, ତୁମେ ତ ବିଶ୍ୱର ପ୍ରାଣ। ଆଉ ଆସ ପ୍ରଭୁ ଅଜ୍ଞାନ ତମସା ଦୂରୀଭୂତ କରି ମୋ ଜ୍ଞାନ ନେତ୍ରରେ ଉଦିତ ହୁଅ। ପ୍ରଭୁ ତୁମ ବିନା ଏ ଜୀବନ ଅଲୋଡ଼ା ସାର। ଭକ୍ତ ପ୍ରିୟ ଭଗବାନ କେବଳ ମାତ୍ର ଭକ୍ତର ଭକ୍ତି ବନ୍ଧା। ଭକ୍ତହୀନ ବ୍ରାହ୍ମଣ ତାଙ୍କ ନିକଟରେ ଆଦରର ପାତ୍ର ନୁହଁ, କିନ୍ତୁ ଭକ୍ତିରେ ସେ ଚଣ୍ଡାଳକୁ ମଧ୍ୟ ଅତିଶୟ ଆଦର ସହକାରେ ହୃଦୟରେ ଧାରଣ କରିଥାନ୍ତି। ଏ ଯେଉଁ 4 ପ୍ରକାର ଭକ୍ତି ଠାକୁର ଅଭିନ୍ନ ସୁନ୍ଦର ଡାକିଲେ। ଆର୍ତି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ, ଏ 4 କର୍ମରୁ କଲହାନି, ଏ ଚତୁର୍ଥ ପରେ ତୋତେ ମୁଁ ଭଜଇ, ଏଣୁ ତୋର ମୋର ଅବାରଣ ସତ୍ୟନାରାୟଣ। ପଞ୍ଚମ ପୁରୁଷାର୍ଥ। ଏ 4ଟା ଉପରେ ମୁଁ ଅଛି ଭକ୍ତ କହେ, ଏ ଚତୁର୍ଥ ପରେ ତୋତେ ମୁଁ ଭଜନ କରେ। ଏବଂ ଆର୍ତରେ ଗଜା ଡାକ ଦେଲା, ଉଦ୍ଧବ ଜିଜ୍ଞାସା କରିଲା, ସୁଦାମା କଲା ଅର୍ଥେ ମନ, ସୁକ ସନକ ପୁଛି ଜ୍ଞାନ। ୟା ପରେ ନିର୍ମଳ ଭକ୍ତି ଆସେ, ନିଷ୍କାମ ଭକ୍ତି ଆସେ। ଯେଉଁ ନିଷ୍କାମ ପ୍ରେମ ଭକ୍ତି କୌଣସି କାମନା ନଥାଏ, ନା ତା ପାଖରେ ଆର୍ଥ ଥାଏ, ନା କିଛି ଅର୍ଥ ମାଗେ, ନା କିଛି ପଚାରେ। ଆର୍ତି ଅର୍ଥାତ୍ ଜିଜ୍ଞାସା କରେ ନା, ପଚାରେ ନା, ସବୁବେଳେ ସମର୍ପିତ ଭାବରେ ପ୍ରଭୁଙ୍କ ଚରଣ ତଳେ ମନ ପ୍ରାଣକୁ ରଖିଥାଏ। ଆଉ କହିଥାଏ ପ୍ରଭୁ ତୁମେ ଯେଭଳି ଚଳାଉଛ ମୁଁ ଚଳେ। ଯାହା ହଉ
ଏ ଆରତି ଏବଂ ଅର୍ଥାତ୍ ଜିଜ୍ଞାସୁ ଭକ୍ତର ଭାବକୁ ପ୍ରଥମେ କଲେ ହିଁ ଶେଷରେ ପଞ୍ଚମ ପୁରୁଷାର୍ଥର ଭକ୍ତିକୁ ପ୍ରାପ୍ତ ହେଇପାରିବ। ଜଣେ ନିଷ୍କାମ କର୍ମ ହଠାତ୍ କରିପାରିବ ନାହିଁ। କରିବାକୁ ହେଲେ ଧୀରେ 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 ସେ ସ୍ତରରେ ପହଞ୍ଚିବାକୁ ପଡ଼େ। ଯାଉ ସୁନ୍ଦର କଥାଟି ଆପଣମାନଙ୍କ ପାଖରେ ସମୟ ନେଇ ଆପଣ ଶ୍ରବଣ କଲେ, କିଛି ବୁଝିଲେ, ଠାକୁରଙ୍କର ଶୁଭ ଆଶୀର୍ବାଦ ପ୍ରାପ୍ତ ନିଶ୍ଚିତ ହେବେ। ଏହି ଭାବରେ ପ୍ରଭୁଙ୍କୁ ଆମେ ଭଜନ କରିବା। ସତ୍ୟନାରାୟଣ ସ୍ୱାମୀ କି ଜୟ। ହରେ